ବନ୍ଧୁଗଣ, ପିଏମ୍ ଆବାସ ଯୋଜନାରେ ସରକାର ସେହି ପରିବାରକୁ ସହାୟତା ଦିଅନ୍ତି ଯେଉଁମାନେ ନିଜର ପକ୍କା ଘର ନାହିଁ। ଓଡ଼ିଶାରେ ଗ୍ରାମରେ ଜଣେ ହିତାଧିକାରୀଙ୍କୁ ପ୍ରାୟ 1,20,000ରୁ 1,30,000 ଟଙ୍କା ପର୍ଯ୍ୟନ୍ତ ମିଳିଥାଏ। ଏହା ସହିତ ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଶୌଚାଳୟ ପାଇଁ 12,000 ଟଙ୍କା, ମନରେଗା ଯୋଜନାରେ 90-95 ମଜୁରୀ ମଧ୍ୟ ମିଳିଥାଏ। ଏହା ଆପଣଙ୍କ ବ୍ୟାଙ୍କକୁ ବିଭିନ୍ନ କିସ୍ତିରେ ଆସିଥାଏ। ଏହି ଯୋଜନାରେ ଲାଭ ପାଇବା ପାଇଁ କିଛି ଜରୁରୀ ସର୍ତ୍ତ ଅଛି। ଆପଣଙ୍କ ନାଁରେ ପୂର୍ବରୁ କୌଣସି ପକ୍କା ଘର ନଥିବା ଦରକାର, ପରିବାରରେ କୌଣସି ସରକାରୀ ଚାକିରି ହୋଇନଥିବ, ଆଧାର କାର୍ଡ଼, ବ୍ୟାଙ୍କ ଆକାଉଣ୍ଟ, ରାସନ କାର୍ଡ଼ ସହିତ ଆପଣଙ୍କ ମୋବାଇଲ ନମ୍ବର ଲିଙ୍କ ଥିବା ଅନିବାର୍ଯ୍ୟ। ପ୍ରଥମେ PMAY ୱେବସାଇଟକୁ ଯାଆନ୍ତୁ, ସେଠାରେ ଆବାସ ସବ୍କୁ ରିପୋର୍ଟ ଉପରେ କ୍ଲିକ୍ କରନ୍ତୁ, ବେନିଫିଟ୍ ଡିଟେଲ୍ ଫର ଭିଜିସନକୁ ବାଛନ୍ତୁ, ନିଜର ରାଜ୍ୟ ଓଡ଼ିଶା, ଜିଲ୍ଲା, ବ୍ଲକ, ଗାଁ ଚୟନ କରନ୍ତୁ ଓ ସବମିଟ୍ କରି PDF ଆକାରରେ ଡାଉନଲୋଡ୍ ମଧ୍ୟ କରନ୍ତୁ। ତେବେ ଦର୍ଶକ ବନ୍ଧୁ, ତୁରନ୍ତ ନିଜ ନାଁ ଚେକ୍ କରନ୍ତୁ। ଯଦି କୌଣସି ଅସୁବିଧା ହୁଏ ତେବେ ନିଜର ସରପଞ୍ଚ କିମ୍ବା ବ୍ଲକ କାର୍ଯ୍ୟାଳୟକୁ ଯୋଗାଯୋଗ କରନ୍ତୁ। ଭିଡ଼ିଓଟି ସେୟାର କରି ଅନ୍ୟମାନଙ୍କୁ ସହାୟତା କରନ୍ତୁ। ସରକାରୀ ଯୋଜନା ସୂଚନା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।